ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ କିପରି ଅଛନ୍ତି? ଆଶା କରୁଛି ଆପଣମାନେ ଭଲରେ ଥିବେ। ଆଜିର ବ୍ଲଗ୍ରେ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ମୁଁ କିଛି କହିବାକୁ ଚାହୁଁଛି, ଆମ ନାରୀମାନଙ୍କ ବିଷୟରେ। ନାରୀର ସବୁଠୁ ବଡ଼ ଶକ୍ତି କ'ଣ? ଆଜି ଆମେ ଏମିତି ଏକ ବିଷୟରେ କଥା ହେବା ଯାହା ପ୍ରତ୍ୟେକ ନାରୀଙ୍କ ଜୀବନ ସହିତ ଜଡ଼ିତ। ଜଣେ ନାରୀକୁ ସୁନ୍ଦର ହେବା ଦରକାର, ଧନୀ ହେବା ଦରକାର, ସବୁଠାରୁ ଅଧିକ ଦରକାର ହେଉଛି ଆତ୍ମବିଶ୍ୱାସ, ଆତ୍ମସମ୍ମାନ ଓ ନିଜ ଉପରେ ଭରସା। ଜୀବନରେ ଅନେକ ଲୋକ ଆସିବେ, କେହି ପ୍ରଶଂସା କରିବେ, କେହି ସମାଲୋଚନା କରିବେ, କିନ୍ତୁ ଯଦି ଆପଣ ନିଜର ମୂଲ୍ୟ ବୁଝିପାରିବେ ତେବେ କୌଣସି କଥା ଆପଣଙ୍କୁ ଦୁର୍ବଳ କରିପାରିବ ନାହିଁ। ଜଣେ ନାରୀଙ୍କ ପାଇଁ ପ୍ରଥମ ଆବଶ୍ୟକତା ହେଉଛି ଶିକ୍ଷା। ଶିକ୍ଷା କେବଳ ଚାକିରି ପାଇଁ ନୁହେଁ, ବରଂ ଠିକ୍ ନିଷ୍ପତ୍ତି ନେବା, ନିଜ ଅଧିକାର ବୁଝିବା ଓ ସମାଜରେ ସମ୍ମାନ ସହ ବଞ୍ଚିବା ପାଇଁ ଆବଶ୍ୟକ। ଆଉ ଦ୍ୱିତୀୟ କଥା ହେଉଛି ଆର୍ଥିକ ସ୍ୱାଧୀନତା। ଆପଣ ଛୋଟ କାମ କରନ୍ତୁ କିମ୍ବା ବଡ଼ କାମ, କିନ୍ତୁ ନିଜର ଏକ ପରିଚୟ ଗଢ଼ନ୍ତୁ। ନିଜର ପରିଶ୍ରମରେ ଅର୍ଜନ କରିଥିବା ଟଙ୍କା କେବଳ ଆର୍ଥିକ ସୁରକ୍ଷା ନୁହେଁ, ଆତ୍ମବିଶ୍ୱାସ ମଧ୍ୟ ଦେଇଥାଏ। ତୃତୀୟ କଥା ହେଉଛି ସ୍ୱାସ୍ଥ୍ୟ। ନିଜ ପରିବାରର ଯତ୍ନ ନେଉଥିବା ବେଳେ ଅନେକ ନାରୀ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରିଥାନ୍ତି। କିନ୍ତୁ ମନେ ରଖନ୍ତୁ, ଆପଣ ସୁସ୍ଥ ଥିଲେ ହିଁ ଅନ୍ୟମାନଙ୍କର ଯତ୍ନ ନେଇପାରିବେ। ଭଲ ଖାଦ୍ୟ, ପର୍ଯ୍ୟାପ୍ତ ବିଶ୍ରାମ ଓ ନିୟମିତ ବ୍ୟାୟାମ ଆପଣଙ୍କର ଅଧିକାର। ଚତୁର୍ଥ କଥା ହେଉଛି ଆତ୍ମସମ୍ମାନ। କେବେ ବି ଏମିତି କୌଣସି ସମ୍ପର୍କରେ ରୁହନ୍ତୁ ନାହିଁ ଯେଉଁଠି ଆପଣଙ୍କର ସମ୍ମାନ ନଥିବ। ସମ୍ମାନ ବିନା କୌଣସି ବି ସମ୍ପର୍କ ଦୀର୍ଘ ସମୟ ଧରିକି ସୁଖ ଦେଇପାରେ ନା। ପଞ୍ଚମ କଥା ହେଉଛି ସ୍ୱପ୍ନ। ବିବାହ ପରେ କିମ୍ବା ସନ୍ତାନ ହେବା ପରେ ମଧ୍ୟ ନିଜ ସ୍ୱପ୍ନକୁ ଛାଡ଼ନ୍ତୁ ନାହିଁ। ବୟସ କେବେ ବି ସଫଳତାର ବାଧା ନୁହେଁ। ପ୍ରତିଦିନ ଛୋଟ ଛୋଟ ପଦକ୍ଷେପ ନିଅନ୍ତୁ। ଦିନେ ନିଶ୍ଚୟ ଲକ୍ଷ୍ୟ ସ୍ଥଳରେ ଆପଣ ପହଞ୍ଚି ପାରିବେ। ଜଣେ ନାରୀ କେବଳ କାହାର ଝିଅ, କାହାର ସ୍ତ୍ରୀ କିମ୍ବା କାହାର ମା ନୁହେଁ, ସେ ନିଜର ଏବଂ ସ୍ୱତନ୍ତ୍ର ପରିଚୟ ରଖନ୍ତି। ସେହି ପରିଚୟକୁ ଚିହ୍ନନ୍ତୁ ଆଉ ଭଲ ପାଆନ୍ତୁ, ସମ୍ମାନ କରନ୍ତୁ। ନିଜକୁ କେତେବେଳେ ବି ଆପଣ ଛୋଟ ଭାବନ୍ତୁ ନାହିଁ। ନିଜକୁ ସମ୍ମାନ ସବୁବେଳେ ଦେବାକୁ ଚେଷ୍ଟା କରନ୍ତୁ। ହଁ, ମୁଁ ମାନୁଛି କିଛି କାମ ଲେଟ୍ ହେଇଗଲେ ସମସ୍ତେ ବିରକ୍ତ ବି ହୁଅନ୍ତି। ଏମିତିକି ମୋର ବି ଯଦି ରୋଷେଇ ଲେଟ୍ ହେଇଯାଏ ତାହେଲେ ହଜବେଣ୍ଡ ବି ବିରକ୍ତ ହୁଅନ୍ତି, କାହିଁକି ନା ଆଜି ମତେ ଟିଫିନ ଖାଇବାକୁ ମିଳିଲାନି କି ଏମିତି ଯାହା ହେଲେ ବି କୁହନ୍ତି। କିନ୍ତୁ ନିଜର ଆତ୍ମସମ୍ମାନକୁ ରକ୍ଷା କରିବାକୁ ଯାଇକି ମୁଁ ସକାଳେ ଜଲ୍ଦି ଜଲ୍ଦି କାମ ସାରିଦିଏ। କାହିଁକି ନା ମୋର ଡ୍ୟୁଟି ଥାଏ ତାଙ୍କୁ ସିଏ ରେଡି ହେବା ପଛରେ ମୁଁ ତାଙ୍କୁ ରେଡି କରାଏ। ଯଦି ମୁଁ ଆଜି ଘରଟା ଝାଡୁ ନ ଦେଇଥାନ୍ତି ତ ସିଏ କଣ ବାସି ଘରେ ଯାଇଥାନ୍ତେ କି? ଯଦି ଆଜି ମୁଁ ଘର ଦ୍ୱାର ଟିକେ ସଫାସୁତୁରା ନ ରଖିଥାନ୍ତି, ତାଙ୍କ ମନଟା ଭଲ ଲାଗିଥାନ୍ତା କି? ଘରେ ସିଏ ଯେତେବେଳେ ଯିବା ପୂର୍ବରୁ ତାଙ୍କର ଯେକୌଣସି ଜିନିଷଟା ଜରୁରୀ ସେଇ ଜିନିଷଟା ମୁଁ କରିବାକୁ ଚେଷ୍ଟା କରେ। ଆଉ ସେଇ ହିସାବରେ ହେଲା କଥା। ନିଜକୁ କେତେବେଳେ ବି ଆପଣ ଛୋଟ ଭାବନ୍ତୁ ନାହିଁ। ନିଜ ଉପରେ ସବୁବେଳେ ବିଶ୍ୱାସ ରଖନ୍ତୁ। ନିଜ ସ୍ୱପ୍ନକୁ ବଞ୍ଚାଇ ରଖନ୍ତୁ। ଆଉ କୌଣସି ଜିନିଷ ଗୋଟେ ଶିଖିବା ପାଇଁ ବନ୍ଦ କରନ୍ତୁ ନାହିଁ। ଆଉ ଯାହା ହେଲେ ବି ଆପଣ ସବୁ ଜିନିଷକୁ ଚେଷ୍ଟା କରିଥାନ୍ତୁ ଯେ ନାଇଁ, ଆଜି ନହେଲେ କାଲି ନିଶ୍ଚିତ ଭାବରେ ହବ। ହବନି କଣ ପାଇଁ? ସବୁ ଜିନିଷ ହବ। ଆମେ ନିଜ ଉପରେ ସେଟା ନିର୍ଭର କରେ। ମୁଁ ଯଦି ଏତିକି ସମୟ ଭିତରେ ମୋ ହଜବେଣ୍ଡଙ୍କ ପାଇଁ ଟିଫିନ, ମୁଁ ବୋଲି କଥା ନୁହେଁ, ହଜାର ହଜାର ନାରୀ ସବୁ କରୁଛନ୍ତି, ସମସ୍ତେ ମୋଠୁ ଅଧିକ ବି କରୁଛନ୍ତି। ମୁଁ ଯେହେତୁ ଅଳ୍ପ କରୁଛି, ମେନ୍ ମୁଁ ଭାତ ରୁଟି ଆଗ କରିଦଉଛି, ତାପରେ ଯାହା ପନିପରିବା ଆସୁଛି ସେଇ ଭିତରେ ମୁଁ କରିଦଉଛି। ମୋର କହିବା କଥା, ଆଗ ସିଏ କେମିତି ବାହାରକୁ ଯିବେ ତାଙ୍କୁ ମୋର ରେଡି କରିବା ଦାୟିତ୍ୱଟା ହଉଛି ମୋର।
ତାଙ୍କ ଟିଫିନ ରେଡି କରିଦେଲି, ତାଙ୍କ ଖାଇବା ରେଡି କରିଦେଲି। ସେ ଯାଇ ସାରିଲେ ତାପରେ ମୁଁ ମୋର ଯାହା କାମ କରିପାରିବି, ମୁଁ ମୋର ମାଇଣ୍ଡ ଫ୍ରି ହେଇକି କାମ କରିପାରିବି। ହେଲେ ସେଇଭଳିଆ ହେଲା କଥା। ମୋର ରୋଷେଇ କାମ ସରିଗଲା। ବର୍ତ୍ତମାନ ମୁଁ ମାନେ ଏପଟେ ଟିକେ ବାଲକୋନିକୁ ଆସିଲି, ଦେଖିଲି ମାନେ ବହୁତ ଜୋରରେ ହିଁ ପବନ ହଉଥାଏ, ଗଛ ପତ୍ର ବହୁତ ହଲୁଥାଏ। ଆଉ ତାପରେ ହଜବେଣ୍ଡଙ୍କ ପାଇଁ ମୁଁ ଏପଟେ ବାଢି ଦେଲି, ସିଏ ଆଉ ଟିକେ ମିକ୍ସଚର ନେଇକି ଖାଇବେ। ଆଉ ପଖାଳ ଭେଣ୍ଡି ଭଜା। ଆଉ ବର୍ତ୍ତମାନ ହେଇଗଲାଣି ସକାଳ 9ଟା। ହେଲେ ମୁଁ ଆପଣଙ୍କୁ ଯୋଉ ଷ୍ଟୋନ ବାଲା ଦେଖେଇଥିଲି ବ୍ଲାଉଜ, ତ ସେଇଟା ଆଉ ବନାରସର ବ୍ଲାଉଜ ଟା ମୋର କରିବାର ହିଁ ଥିଲା। ତେଣୁକରି ମୁଁ ଜଲ୍ଦି ଜଲ୍ଦି କରିବା ଇଏରେ ମୁଁ କଟାକଟି କରିଦେଇଥିଲି। ଆଉ ମୁଁ ଯେତେବେଳକୁ ବି ବ୍ଲାଉଜ କାଟେ, ମୁଁ ପୁରା ଆକୁରେଟ ମେଜରମେଣ୍ଟରେ ହିଁ କାଟି ଦେଇଥାଏ। ଆଉ ମୁଁ ସେଇଟାକୁ କରିକି ମାନେ ଜଲ୍ଦି ଜଲ୍ଦି କରୁଥାଏ। ଆଉ ଆକ୍ଚୁଆଲି ଭିଡିଓ ଟା ଠିକ ସେ ସୁଟ ହେଇପାରୁନି, ଏଥିପାଇଁ କି ମୋର ସ୍ପେସ୍ ନାହିଁ, ମାନେ ମୋବାଇଲ ରଖିବା ପାଇଁ ସ୍ପେସ୍ ନାହିଁ। ତ ମୁଁ ମୋବାଇଲ ଷ୍ଟାଣ୍ଡ ରେ ହିଁ ରଖିଛି, ହେଲେ ଷ୍ଟାଣ୍ଡ ଟା ମୋ ହାତ ସାଇଡ କୁ ଅଛି, ତ ମୁଁ ଫ୍ରିରେ ଜମା ସିଲେଇ ହିଁ କରିପାରୁନି। ତେଣୁକରି ବାଧ୍ୟରେ ମାନେ ଯାହା ଯେତିକି ହଉଛି ସେତିକିଟା ମୁଁ କରୁଛି। ଆଉ ବର୍ତ୍ତମାନ ତ ହେଲା ବ୍ଲାଉଜ ମୁଁ କାଟିକି ରଖିଦେଇଥିଲି। ସବୁ କଟା ସବୁ କଟା ପିସ୍ ଗୁଡାକୁ ମୁଁ ଏଠି ଏପଟୁ ସେପଟ କରିକି ସବୁ କରିଦେଲି। ମାନେ ପିସ୍ ଗୁଡା ଲାଇନିଂ ସହିତ ସବୁ ସେଟ କରିଦେଲି ଆଗ। ମୁଁ କହିଲି ଏଇ ବ୍ଲାଉଜ ଟା ଜଲଦି ଯେହେତୁ ସରିବ, ମୁଁ ଆଗ ଏଇ ବ୍ଲାଉଜ ଟା ହିଁ କମ୍ପ୍ଲିଟ କରେ। ତେଣୁକରି ଏଇ ବ୍ଲାଉଜ ଟା କରିବା ଚକରରେ ମୁଁ ଜଲ୍ଦି ମୁଁ ଆଉ କିଛି ଶୁଣିଲିନି, ହଜବେଣ୍ଡ କୁ ଖାଇବା ପାଇଁ ଦେଇ ଦେଇଥିଲି। ଆଜି ମୁଁ ଆଉ ମୋ ନିଜର ଯତ୍ନ ନେଇ ପାରିଲିନି। ଆଉ ଆଜି ହେଲା ମୁଁ ବସି ପଡିଲି ସାଙ୍ଗେ ସାଙ୍ଗେ, ହେଲା ତାଙ୍କର ରେଡି କରିଦେଇକି ମୁଁ ସାଙ୍ଗେ ସାଙ୍ଗେ ବସି ପଡିଲି ସିଲେଇରେ। ଆଉ ଗୋଟେ ପରେ ଗୋଟେ ମୁଁ ଏମିତି ସିଲେଇ କରି କରି ଗଲି ଅସ୍ତର ସହିତ। ମୁଁ ପିସ୍ ଗୁଡା ସବୁ ବାହାର କରିକି, ମାନେ ମୋବାଇଲ ଟା ରଖିଲା ବେଳେ ଖୋଲି ହଉନି ବେଶୀ, ଆଉ ତେଣୁକରି ଅଳ୍ପ ଅଳ୍ପ କରିକି ଖୋଲି ହଉଛି। ଏମିତି ଖୋଲିକି ମୁଁ ସିଲେଇ କରୁଛି। ବର୍ତ୍ତମାନ ହେଲା ସେ ସିଲେଇ ଗୁଡା ସବୁ ସରିଗଲା। ଆଉ ଏବେ ହାତ ସିଲେଇ କଲି। ଏଇଟା ବଡ ବର୍ଡରଟା ଦେଇଥିଲା, ତ ମୁଁ ବଡ ବର୍ଡରଟାକୁ ମୁଁ କହିଲି କି ନା ଏତେ ବଡ ବର୍ଡରଟା ହାତରେ ହବ, ତାପରେ ପୁଣି ନଷ୍ଟ ହବ କାହିଁକି, 3 ପିସ୍ କରିଦେଲି। 3 ପିସ୍ କରିଦେଲି ଯେମିତି ଏ ପିଠି ପାଖର ପଛପଟେ ହେଇଗଲା। ପିଠି ପାଖର ପଛପଟେ ହେବା ପରେ ତାପରେ ପୁଣି ଆଉଥରେ ମୁଁ ହାତ ଦିଟାରେ ଜଏଣ୍ଟ କରିଦେଲି। ମୋର ହାତ ରେଡି ହେଇଗଲା, ଦିଟା ହାତ ଆଉ ପିଠି। ମୁଁ ଆକ୍ଚୁଆଲି ଏଇ ମୋବାଇଲ ଚକରେ ମୋର ଏଇଠି ଗୋଟିଏ ଜିନିଷ ଟା ଭୁଲ ହେଇଗଲା। ଏଇ ଯୋଉ ସିଲେଇଟା ମାନେ ଗୋଟେରେ ଗୋଟେ ମୋର ଏଇଟାରେ ହିଁ ଭୁଲ ହେଇଗଲା। ଏଇଠି ଠିକ ଥିଲା, ଆଉ ଗୋଟେ ଜଏଣ୍ଟ କଲା ବେଳକୁ ମତେ ଟିକେ ଅସୁବିଧା ହେଲା। ମୁଁ ପୁଣି ଆଉ ଥରେ ଯାହା ଟିକେ କପଡା ବଳିଥିଲା, ମୁଁ କିଛି ଗୋଟେ ମାନେ ଜିନିଷ କରିବି ବୋଲିକି, ହେଲେ ମୁଁ ଆଉ କିଛି କରିବି ପାରିନଥିଲି। ମାନେ ସେଇଟା କାଳେ ଭୁଲ ହେଇଗଲା ବୋଲିକି ମୁଁ ସେ ପିସ୍ ଟାକୁ ଆଉ ଥରେ ମୁଁ କାଟିଲି। ଏଇଠି ଏଇ ପ୍ଲିଟସ ଟା ମୋର ଭୁଲ ହେଇଗଲା। ତ ଏଇଟା ହେଲା ବେଳକୁ ମୁଁ କହିଲି ନା ମୋର ତ ଏମିତି ଭୁଲ ଯାହା ହେଲେ ବି ହବନି, ଏଇଟା କେମିତି ହେଲା। ତ ମୁଁ ଆର ପିସ୍ ଟାକୁ ଦେଖିଲି, କାଳେ ଆର ପିସ୍ ଟା ଭୁଲ ଅଛି କି, ଏମିତି ତ ଜମା ବି ହବନି। ଆଉ ଯାହା ହେଲେ ବି ହେଇତ ଯାଇଛି, କଣ କରିବି। ପୁଣି ଏଇ ପିସ୍ ଟାକୁ ଲାଇନିଂ ଇଏରୁ ଖୋଲିଲି ସବୁ, ମାନେ ଧୀରେ ଧୀରେ। ଏପଟେ ମତେ ଜଲଦି ଦବାର ଥିଲା, ସେ ମତେ କହିଦେଇଥିଲେ 11ଟା ବେଳକୁ ଯାହାହେଲେ ବି ନେଇକି ଆସିବେ। ତାଙ୍କ ହଜବେଣ୍ଡ ହେଲା ଦୋକାନରୁ ଫେରିଲା ବେଳେ ନେଇକି ଆସିବେ ବୋଲିକି। ତାପରେ ମୁଁ ହେଲା ମାନେ ସେଥିପାଇଁ ମୁଁ ବହୁତ ବ୍ୟସ୍ତ ଭିତରେ ଥିଲି। ଆଡେ ବ୍ୟସ୍ତ ଭିତରେ ଥିବା ବେଳେ ଏ ଜିନିଷ ଯଦି ସଲଭ କରିଲି, ମାନେ କ୍ୟାପ୍ ଟା ଯଦି ଅଲଗା ଗୋଟେ ତାପରେ ମୁଁ ତିଆରି କରିକି ତାକୁ କଲି, ଯେତେବେଳକୁ ସାଇଡ ର ଜଏଣ୍ଟ କରିବାକୁ ହେଲା, ଦିଟା ସାରା ଏକା ଭଳିଆ ହେଇଗଲା। ଯେମିତି ଦିଟା ସାରା ଏକା ଭଳିଆ ହେଇଗଲା, ମତେ ପୁଣି ଆଉ ଥରେ ଅସୁବିଧା ହେଲା। ତାପରେ କପଡା ଖୋଜିବା ପାଇଁ ମତେ କିଛିଟା ଟାଇମ ଗଲା। ଯୋଗକୁ ମାନେ କପଡା ବି ସେତିକିଟା ଥିଲା ବୋଲିକି ଗୋଟେ କ୍ୟାପ୍ ଟା ବାହାରିଗଲା। ଦେଖନ୍ତୁ ଯୋଉ ଯୋଉ ପିସ୍ ଗୁଡାରେ ଛୋଟ ଥିବ, ମାନେ କେତେ ତକଲିଫ ଚିନ୍ତା କରନ୍ତୁ। କାରଣ ମୋର ତ ମିଷ୍ଟେକ, ମୁଁ କିନ୍ତୁ ହାର ମାନି ନଥିଲି। ଆମ ସମସ୍ତଙ୍କ ଜୀବନରେ ଏମିତି କେବେ ନା କେବେ ଭୁଲ ଆସେ। ମୁଁ ତ ଡେଲି ବ୍ଲାଉଜ କରେ, କିନ୍ତୁ ତଥାପି ଆଜି କେମିତି ଟିକେ ଟିକେ ଅନ୍ୟମନସ୍କରେ ହିଁ ଗୋଟିଏ ସାଧାରଣ ପ୍ଲିଟସ ପାଇଁ ହିଁ ଗୋଟେ ବ୍ଲାଉଜଟାରେ ମାନେ 10-15 ମିନିଟ ଏକ୍ସଟ୍ରା ଟାଇମ ଗଲା। ସେ ଯାହାବି ହଉ ପଛେ ମୋ ପାଖରେ ସଫିସିଏଣ୍ଟ ଜିନିଷ ଥିବାରୁ ମତେ ଟିକେ ସୁବିଧା ହେଇଗଲା।
ଆଉ ଭୁଲ ହେଲା ବୋଲିକି କାମକୁ ଛାଡିଦେବା କି ଭୁଲ ହେଲା ବୋଲିକି ମାନେ ବସି ପଡିବା, ସେ ସବୁ ଉଚିତ କଥା ନୁହଁ। ସମସ୍ତଙ୍କ ଜୀବନରେ ଭୁଲ ହୋଇଥାଏ, ମୋର ମଧ୍ୟ ହେଲା। ଆଉ ଏମିତି ଭୁଲ ଯେତେ ବି ଶିଖିଥାନ୍ତୁ ଯାହା କରିଥାନ୍ତୁ, କିନ୍ତୁ ହଡବଡିରେ ଟିକେ କେମିତି ହେଇଗଲା। ଆଉ ମତେ ବି ଟିକେ ଚିନ୍ତା ହେଲା, ସେଥିପାଇଁ 10-15 ମିନିଟ ବି ଗଲା। ଆଉ ଆପଣ ମାନେ ବି ଦେଖିକି ସେତିକି ଚିନ୍ତା କରିବେ ଯେ ନାଇଁ ଆମେ ବି କେତେବେଳେ କରିଲା ବେଳକୁ ସବୁବେଳେ ଦେଖିକି କରିବା। ମୁଁ ବି ସବୁଦିନ ଦେଖିକି ହିଁ କରୁଥାଏ। ହେଲେ ଆଜି କେମିତିକା ମିଷ୍ଟେକ୍ ହେଇଗଲା ସେଟା ମୁଁ ଆଉ ଜାଣି ପାରିଲିନି। ସେ ଯାହା ବି ହଉ, ବ୍ଲାଉଜ ଆସିଥିଲେ ନବା ପାଇଁ, ଏଇ ବ୍ଲାଉଜ ଟା ମୋର କମ୍ପ୍ଲିଟ ହେଲା ଠିକ 11ଟା ବେଳକୁ। ସିଏ ବି ଆସିଥିଲେ, ଅପେକ୍ଷା କରିଥିଲେ ବାହାରେ। ଆଉ ସେ ମତେ ମାଗିଥିଲେ, ମୁଁ ତାଙ୍କୁ କହିଥିଲି ନାଇଁ ଆପଣ ଆସନ୍ତୁ 12ଟା 12:30 ବେଳେ। ଆଉ ମୁଁ କଲ୍ କରିଦେବି ଆପଣଙ୍କୁ, କାହିଁକି ନା ତାଙ୍କର ଷ୍ଟୋନ ବାଲା ବ୍ଲାଉଜ ଟା ସିଲେଇ କରିବାର ଥିଲା। ଆଉ ସେତେବେଳେ ମୁଁ ହୁକ୍ ଫୁକ୍ କିଛି ଲଗେଇ ନଥିଲି, ବ୍ଲାଉଜ ଟା ରେଡି ଥିଲା ଫିଟିଙ୍ଗ ସହ। ଆଉ ହୁକ୍ ଲଗେଇ ନଥିଲି। ସେ ଯିଏ ଆସନ୍ତି ମୋର ଯାହାକୁ ମୁଁ ଦିଏ ହୁକ୍ ଲଗେଇବା ପାଇଁ, ସିଏ ତାଙ୍କୁ ଫୋନ କରିଥିଲି। ତାପରେ ସେଠୁ ସିଏ ଆସି ନଥିଲେ, ସିଏ ଯେତେବେଳକୁ ଆସିଲେ ସେତେବେଳେ ବ୍ଲାଉଜ ଟି ସିଲେଇ କରିଦେଲେ। ମାନେ ହୁକ୍ ଆଉ ହେମିଙ୍ଗ କରିଦେଲେ। ମୋର ବ୍ଲାଉଜ ବି ସେଇଟା ବି ରେଡି ହେଇଗଲା। ତାପରେ ଷ୍ଟୋନ ବାଲା ଟା ବି ରେଡି ହେଇଗଲା। ଫାଇନାଲି ମୋର 2ଟା ସାରା ପୁରା ରେଡି ହେଇଗଲା। 12:30ଟାକୁ ପୁରା ରାଇଟ 12:30କୁ କମ୍ପ୍ଲିଟ, 9ଟାରୁ 12:30। ସତରେ ଏମିତି ଯଦି ଆମେ ଡେଲି ଡେଲି କାମ ବି କରିବୁ, ଆମର ଗୋଟେ ଓଳିରେ 2-2ଟା ବ୍ଲାଉଜ ବି ସରିଯାଉଛି, ଆମେ ଲାଗି ପାତିକି କଲା ବେଳକୁ। କିନ୍ତୁ ଯେତେ ଉଠି ବସିକି କାମ କଲା ବେଳକୁ ଗୋଟିଏ ଦିନ ଲାଗି ଯାଉଛି, ଗୋଟେ ବ୍ଲାଉଜ 2 ଦିନ ଲାଗି ଯାଉଛି। ସେମିତି କିଛି ଗ୍ୟାରେଣ୍ଟି ବି ରହୁନି। ତ ତେଣୁକରି କେତେବେଳେ ବି ଆପଣ ଯଦି କିଛି ବି ମିଷ୍ଟେକ୍ ହେଇଗଲା, ମୋର ଧର ଏଇଟା ମିଷ୍ଟେକ୍ ହେଲା, ଆପଣଙ୍କର ଅନ୍ୟ କୋଉଥିରେ ମିଷ୍ଟେକ୍ ହଉଥିବ। ତ ସେଟା ଆପଣ ଯେତେ ବି କରୁଥାନ୍ତୁ, କିନ୍ତୁ ମିଷ୍ଟେକ୍ ହେଇଯାଏ। ମିଷ୍ଟେକ୍ ହେଲା ବୋଲି ଆମେ ହାର ମାନିଯିବା କି କୌଣସି କାମକୁ ଛାଡିଦବା, ଏଇଟା ଉଚିତ ନୁହେଁ। ଆଉ କାମ ଉପରେ ହିଁ ଫୋକସ ଦେବା ଉଚିତ, ଆଉ କାମ ବି କରିବା ଉଚିତ। ମୁଁ ଯେହେତୁ ମତେ ଦେବାର ଅଛି ମାନେ ହିଁ ମତେ କରିବାର ଅଛି। ସେଇଭଳି ଆମ ଜୀବନକୁ ଯଦି ଆମେ ଆମର ଆଗକୁ ବଢିବାର ଅଛି ମାନେ ହିଁ ଆମକୁ କିଛି କରିବାକୁ ହିଁ ହବ। ଆଉ ସେମିତି ଆମ ନିଜ ଚିନ୍ତାଧାରାକୁ ରଖିକି ଆମେ ଯଦି କାମରେ ଆଗେଇ ଯିବା, ତାହେଲେ ସେଇଟା ହିଁ ଆମ ପାଇଁ ଉଚିତ। ଦେଖନ୍ତୁ ଏଇ ଜାଗାଟାରେ ହିଁ ମୋର ଭୁଲ ହେଇଗଲା। ଠିକ ଏଇଠି ମାନେ ମତେ ସବୁ ଜିନିଷ ଟା ହିଁ ଖୋଲିବାକୁ ପଡିଲା। ତାପରେ ମୁଁ ତ ଆଉ ସୁଟ କରିନଥିଲି। ବ୍ଲାଉଜ ଦେଲା ପୂର୍ବରୁ ମୁଁ କହିଲି ଆରେ ମୁଁ ତ ଦେଖେଇଥିଲି ମୋର ଭୁଲ ହେଇଯାଇଥିଲା, ଆଉ ମୋ ବ୍ଲାଉଜ ରେଡି କଲି କି ନ କଲି ମୁଁ ତ ସେଇଟା ଆପଣଙ୍କୁ ଦେଖେଇ ପାରିନଥିଲି। ତେଣୁକରି ଫାଇନାଲି ଏଟା ବ୍ଲାଉଜ ମାନେ ରେଡି ହେଇଯାଇଥିଲା। ଆଉ ମୁଁ ବି କଷ୍ଟମର କୁ ଦେଇପାରିଲି। ଏଇଟା ହିଁ ମୁଁ ମୋ ନିଜକୁ ମାନେ ଧନ୍ୟବାଦ ଜଣାଉଛି। ଆଉ ଭିଡିଓଟି ଭଲ ଲାଗିଥିଲେ ଲାଇକ୍ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି। ଆଉ କମେଣ୍ଟ କରିବାକୁ ବି ଜମାରୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।